ଆସିଲା ବଡ଼ ଖବର। ରାସ୍ତା ମଝିରେ ଧାନ ଗାଡ଼ି ରଖି ରାସ୍ତା ଅବରୋଧ କଲେ ଚାଷୀ। ଦେଖନ୍ତୁ, ଧାନ କିଣାରେ ସରକାରଙ୍କ ମନମାନି ବିରୁଦ୍ଧରେ ରାସ୍ତାକୁ ଓହ୍ଲାଇଲେ ଚାଷୀ। ଚାଷୀ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବ୍ଲକ ରାମନଗର ସେବା ସମବାୟ ସମିତିର ପଞ୍ଜୀକୃତ ଚାଷୀଙ୍କ ରାଜଘାଟ ଜଳେଶ୍ୱର ମୁଖ୍ୟ ରାସ୍ତାର ରାଜପୁରଠାରେ ଧାନ ବସ୍ତା ରଖି ରାସ୍ତା ଅବରୋଧ। ଏହି ସେବା ସମୟରେ ସମିତିରେ 464 ଜଣ ଚାଷୀ ପଞ୍ଜୀକୃତ ହୋଇଥିଲେ ହେଁ ମାତ୍ର 97 ଜଣ ଚାଷୀଙ୍କଠାରୁ ଧାନ କ୍ରୟ କରାଯାଇଅଛି ଏବଂ ଧାନ ଦେବାର ନିର୍ଦ୍ଦିଷ୍ଟ ଅର୍ଥ ମଧ୍ୟ ଜମା ଖାତାରେ ପୌଠ ହୋଇନାହିଁ। ପରିମାଣ ସ୍ୱରୂପ ଶହ ଶହ ଚାଷୀ ଘରେ ଧାନ ରଖି ଆର୍ଥିକ ଦୁରବସ୍ଥା ମଧ୍ୟରେ ଜୀବନ କାଳାତିପାତ କରୁଛନ୍ତି। ଗୋଟିଏ ପଟେ ମିଲରମାନେ ମନମାନି କରି ଯଥା ସମୟରେ ଧାନ ନ ଦେଇ ନଥିବା ବେଳେ ଅନ୍ୟପଟେ ସରକାର ନିଷ୍ପତ୍ତି ମୁତାବକ ଆଗାମୀ ମାର୍ଚ୍ଚ 31 ତାରିଖ ଶେଷ ଦିବସ ଧାର୍ଯ୍ୟ ହୋଇଅଛି। ଏ ବାବଦରେ ବହୁବାର ପ୍ରଶାସନିକ ଅଧିକାରୀଙ୍କୁ ଲିଖିତ ଭାବେ ବାରମ୍ବାର ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ, ଯାହାର ପ୍ରତିବାଦରେ ଆଜି ରାସ୍ତା ଅବରୋଧ କରିଛନ୍ତି ଶତାଧିକ ଚାଷୀ।